ମୋ ନାଁ ହେଲା ଜ୍ୟୋତି କୃଷ୍ଣ ବେହେରା, ଓନର୍ ଅଫ୍ ୱାର୍ ହାଉସ୍ ଜିମ୍। ତ ଆଜି ଆମର ଡିଷ୍ଟ୍ରିକ୍ଟ କମ୍ପିଟିସନ୍ ହେଉଛି ମିଷ୍ଟର ଭୁବନେଶ୍ୱର, ମିଷ୍ଟର ଖୋର୍ଦ୍ଧା ଆଣ୍ଡ ମିସ୍ ଭୁବନେଶ୍ୱର, ତିନିଟା ଟାଇଟଲ୍ ଆମର ଦିଆହେଉଛି। ତ ଏଇଟା 43 ବର୍ଷ ହେଇଗଲା କମ୍ପିଟିସନ୍, ଡିଷ୍ଟ୍ରିକ୍ଟ କମ୍ପିଟିସନ୍ ଚାଲି ଆସିଛି। ଏଠି ଆମର ସିଲେକ୍ସନ୍ ସରିଲା ପରେ ଆଗକୁ ଷ୍ଟେଟ୍ର ଅଛି, ଏବେ 11ରେ ଅଛି ଆମର ଇଷ୍ଟର୍ଣ୍ଣ ଇଣ୍ଡିଆ। ତ ଆଜି ଆମେ ଯେଉଁମାନେ ପାର୍ଟିସିପେଣ୍ଟ ଜଏନ୍ କରିଛନ୍ତି ଆମ ସହିତ, ତ ବହୁତ ଖୁସି ଲାଗୁଛି। ଆମେ ଆଶା କରିନଥିଲୁ ଏତେ ପିଲା ହେବେ ବୋଲି। ଲାଷ୍ଟ ଟାଇମ୍ ହେଇଥିଲେ 40ରୁ 50 ଭିତରେ, କିନ୍ତୁ ଏ ବର୍ଷ ବହୁତ ପିଲା ହେଇଛନ୍ତି। ତ ଆମକୁ ଦେଖିକି ଖୁସି ଲାଗିଲା। ଆମର ମାନ୍ୟବର ବିଧାୟକ ମଧ୍ୟ ଆସିଥିଲେ, ସେ ଦେଖିକି କହିଲେ ଏତେ ବଢ଼ିଆ ପ୍ରୋଗ୍ରାମ ହେଉଛି, ତ ଆମେ ଏଇଟା ଭିତରେ ବାହାରେ କାହିଁ ଗଲନି। ଆମେ ବି ଜାଣିନଥିଲୁ ପିଲା ଏତେ କ୍ରାଉଡ୍ ବଢ଼ିଯିବ ବୋଲି। ଆମେ ନେକ୍ସଟ ଇୟରକୁ ବାହାରେ ଯେମିତି ହେଲେ କରିବୁ, ଆଉ ଭଲ ଆକାରରେ କରିବୁ ବୋଲି ଆମେ ସେଟା ଆଜି ଯେଉଁ ଡିସିସନ୍ ନେଲୁ। ଛୋଟ ଛୋଟ ପିଲାଙ୍କୁ ସେ ବହୁତ ଉତ୍ସାହ ସହିତ ପିଲାଙ୍କୁ ଘରୁ ମାନେ ଯେମିତି କହନ୍ତି ବାପା ଯେମିତି ପଠାଏ ସ୍କୁଲକୁ ପାଠ ପଢ଼ିବାକୁ ଯାଅ, ସେମିତି ସେମିତି ସେଇଭଳିଆ ସେ ଛୁଆଙ୍କୁ ପ୍ରତି ତାର ଏତେ ମାନେ ଭଲ ପାଇବା, ଛୁଆଙ୍କୁ ଭିଡ଼ିକି ଆଣିକି ନାଇଁ ଏକ୍ସରସାଇଜ କରାଅ। ତାଙ୍କ ସ୍ୱାସ୍ଥ୍ୟ ପ୍ରତି ସେ ବହୁତ ଧ୍ୟାନ ଦିଏ। ସୋନୁ ଯିଏକି ସେ ବହୁତ ବି ଷ୍ଟେଟ୍ ଲେଭେଲ ଆଉ ଓଡ଼ିଶା ସବୁ ପାଇଛି, ଆଉ ତାର ଜିମ୍ ପ୍ରତି ବହୁତ ଭଲ ପାଇବା ଅଛି। ଆଉ ଯେତେ ଜିମ୍ ବି ଅଛି ଭୁବନେଶ୍ୱରରେ, ମୁଁ କାହା ଜିମ୍ କଥା କହିବି, ଏଇ ଯେଉଁ ପିଲାଟି ତାର ଯେଉଁ ଉତ୍ସାହ ସହିତ ସେ କରେ, ସବୁ ପିଲାଙ୍କୁ ଭିଡ଼ିକି ଆଣିକି ଜିମ୍ କରାଏ, ତାକୁ ମୁଁ ବହୁତ ବହୁତ ଧନ୍ୟବାଦ ଦେଉଛି। ଆଉ ଆମ ଓଡ଼ିଶାରେ ଯେଉଁ ଆମ ବସନ୍ତ ମହାଶ୍ୱର ଅଛନ୍ତି, ଯିଏକି ଗୁରୁ ଭାଇ ଅଛନ୍ତି ଆମ ଓଡ଼ିଶା ଇଏରେ, ସେମାନଙ୍କୁ ସିଏ ଆମ ଇଏରେ ଆସୋସିଏସନ୍ ରହି ଆସୋସିଏସନ୍କୁ କେମିତି ଡେଭଲପ୍ ହେବ ତାକୁ ବି କରୁଛନ୍ତି। ତା ସହିତ ପିଲାଙ୍କର କେୟାର ନେବା, ଆଉ ପିଲା କ'ଣ ଖାଇଲେ ଡାଏଟ୍ ଭଲ ମନ୍ଦ ସିଏ ବି ସେ ଜିନିଷ ଉପରେ ଧ୍ୟାନ ଦେଇ ଦେଉଛନ୍ତି। ପିଲାଙ୍କୁ ରୋଟିନ୍ ବାଇ ରୋଟିନ୍ ଫୋନ୍ କରି ପଚାରୁଛନ୍ତି ପିଲା କେମିତି କ'ଣ ଖାଉଛ କ'ଣ କରୁଛ। ସେଥିପାଇଁ ମୋତେ ବହୁତ ଖୁସି ଲାଗୁଛି। ଆଉ ଏଇ ପିଲାଟି ଆର ବର୍ଷ କରିଥିଲା, ଏ ବର୍ଷ ବି ଯେଉଁ କରିଛି ମାନେ ଭଲକିରି ବହୁତ ଭଲ ସହିତ କରିଛି। ଆଉ ଆମେ ଆ ଉପରେ ଏତେ ବିଶ୍ୱାସ ଅଛୁ, ସିଏ ଆଗାମୀ ପିଢ଼ି ପର୍ଯ୍ୟନ୍ତ ସେ ଭଲ ବି କରିବେ। ଆଉ ଆମ 10-11 ଆମର ଇଷ୍ଟର୍ଣ୍ଣ ଇଣ୍ଡିଆ ହେଉଛି। ଆଉ ଆମେ ଆପଣଙ୍କ ମିଡ଼ିଆ ମାଧ୍ୟମରେ କହିବାକୁ ଚାହୁଁଛୁ, ଯେତେ ସାରା ଭୁବନେଶ୍ୱରରେ ଜିମ୍ ଅଛି, ଭଲ ମନ୍ଦ ଅଛନ୍ତି, ଯେତେ ଜିମ୍ ଅଛି ସେମାନେ ଆସନ୍ତୁ, ଆମର ଇଷ୍ଟର୍ଣ୍ଣ ଇଣ୍ଡିଆରେ ପାର୍ଟିସିପେଟ୍ ଓଡ଼ିଶା ତରଫରୁ କରନ୍ତୁ। ଆଉ ଆମର ଏଠି ସ୍ୱାସ୍ଥ୍ୟ ପ୍ରତି ଆମ ବାର୍ତ୍ତାଟା ସବୁଆଡ଼େ ଯାଉ, ଆଉ ସମସ୍ତେ ସ୍ୱାସ୍ଥ୍ୟ ସବୁକିଛି ସ୍ୱାସ୍ଥ୍ୟଟା କେମିତି ଆଗକୁ ଯିବ, କ୍ରୀଡ଼ା ଆମର କେମିତି ଆଗକୁ ଯିବ, ବଡି ବିଲ୍ଡିଂ କେମିତି ଆଗକୁ ଯିବ, ଆମେ ଏତିକି କହୁଛୁ। ଜୟ ଜଗନ୍ନାଥ। चिंता पूर्व आम विकसित भारत विकसित ओडिशा ମୁଁ ତ ଧନ୍ୟବାଦ ଦେବି। ଏ ଦୁଇଟିଯାକ ଅନୁଷ୍ଠାନର ଯେଉଁମାନେ କର୍ମକର୍ତ୍ତା ଅଛନ୍ତି, ତାଙ୍କର ପ୍ରମୁଖ ଭାଇମାନେ ଅଛନ୍ତି, ଅଶେଷ ଧନ୍ୟବାଦ ଦେବି। ଏହାଦ୍ୱାରା ମନ ଭିତରେ କମ୍ପିଟିସନ୍ ମଧ୍ୟ ମନୋଭାବ ରହିବ, ଉତ୍ସାହିତ ବଢ଼ିବ, ଯୁବକମାନଙ୍କର ଉତ୍ସାହ ବଢ଼ିବ। ତେଣୁ ଆମେ ପିଲାମାନଙ୍କୁ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ପ୍ରକାର କଥା ଚିନ୍ତା କରିଥାଉ। ମୁଁ ଭାବୁଛି ଜିମ୍ରେ ସେମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରହିବା ସହିତ ନିଜ ସ୍ୱାସ୍ଥ୍ୟକୁ ଦେଖିବା ସହିତ ସମାଜକୁ ମଧ୍ୟ ସୁସ୍ଥ, ଯେଉଁମାନେ ବିଭିନ୍ନ କ୍ରୀଡ଼ା ଖେଳିଥାନ୍ତି ସେମାନେ ମୁଁ ଭାବୁଛି ସମାଜ ପାଇଁ ଏ ଅନୁଷ୍ଠାନ ସମସ୍ତଙ୍କୁ ଅଶେଷ ଧନ୍ୟବାଦ ଦେବି। ଏଭଳି କମ୍ପିଟିସନ୍ କରି ପିଲାମାନଙ୍କ ଭିତରେ ଉତ୍ସାହ ବଢ଼ାଇବା ସଙ୍ଗେ ସଙ୍ଗେ ନୂଆ ସମାଜ ଗଢ଼ିବା ପାଇଁ ଯେଉଁ ଆହ୍ୱାନ ଦେଇଛନ୍ତି, ନିଶ୍ଚିତ ଭାବେ ସେମାନେ ଧନ୍ୟବାଦର ପାତ୍ର।